ଏଇ ବର୍ଷା ପାଗ ପାଇଁ ମୁଁ ଆଜି ବନେଇବି ଚାଟ୍। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା। ଚାଟ୍ ବନେଇବା ପାଇଁ ମୁଁ ନେଇଯାଇଛି 3-4ଟି ମିଡ଼ିୟମ୍ ସାଇଜ୍ର ଆଳୁ ଆଉ ଗୋଟେ ଗିନାର ମଟର। ତାକୁ ବତୁରେଇକି ରଖିଥିଲି। ଆଉ ତାକୁ ଲୁଣ ଦେଇକି ସିଝେଇ ଦେଲି। ସିଝିଗଲା ପରେ ମୁଁ ମଟର ଆଳୁ ଦୁଇଟା ଆଗକୁ ଭଲକି ଚକଡ଼ି ଦେଉଛି। ଚକଟିକି ତାକୁ ରେଡ଼ି କରିକି ସାଇଡ଼ରେ ରଖିନେବା। ଭିଡ଼ିଓରୁ ପ୍ରଥମରୁ ଶେଷ ଯାଏ ଦେଖନ୍ତୁ ଆଉ ତାକୁ ସାଇଡ଼ରେ ରଖିନେବା। ଏବେ ମୁଁ ଗୋଟେ କଢ଼େଇ ନେଇଯାଇଛି, ସେଠି ଗୋଟେ କପ୍ ତେଲ ଦେଇଦେଇଛି। ଆଉ ମଇଦାକୁ ଚକଟିକି ମୁଁ ରଖିଥିଲି। ଆଉ ସେଥିରେ ଆଗ ପାମ୍ପିଡ଼ି ଛାଙ୍କି ନେବା। ବେଲି ଦେଇକି ଖଣ୍ଡ ଖଣ୍ଡ କରିକି ତାକୁ ଛାଙ୍କି ଦେଉଛି। ଛାଙ୍କି ଦେଇକି ତାକୁ ବି ଗୋଟେ ପ୍ଲେଟ୍ରେ ରଖିନେବା। ଆଉ ସେଇ କଢ଼େଇରେ ଆମେ ଏବେ ମସଲା ଛାଙ୍କି ଦେଲା ପରେ ଏବେ ମୁଁ ସେଇ ତେଲରେ ପିଆଜ ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜ କାଟିକି ରଖିଥିଲି ପକାଇଦେଲି। ପିଆଜ ଭାଜି ହେଇଗଲା ପରେ ଅଦା ରସୁଣର ପେଷ୍ଟ ପକାଇଦେଲି। ଆଉ ସେଥିରେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଆଉ ମସଲା ଗରମ ମସଲା ଗୁଣ୍ଡ ଆଉ ଦେଇସାରିଲା ପରେ ଏଠି ଟିକେ ଖଟା ପାଣି ଦେଇ ଦେଉଛି। ଆଉ ଖଟା ପାଣି ଦେଇଦେଲା ପରେ ଆମେ ଏବେ ଯେଉଁ ଚକଟିକି ରଖିଥିଲେ ଆଳୁ ତାକୁ ଦେଇଦେବା। ଏଠି ଟିକେ ପାଣି ଦେଇଦେବା। ପାଣି ଫୁଟିଲେ ଆମେ ଏଇ ଆଳୁକୁ ପକାଇବା। ଯେଉଁ ଚକଟା ହେଇଥିବା ଆଳୁକୁ ପକାଇବା। ଏକୁ ପାଣି ଦେଇଦେଲେ ଯେତିକି ପାଣି ଦରକାର ଆଳୁ ଆଉ ମଟର ଚକଟାକୁ ଦେଖିକି ସେଇ ହିସାବରେ ପାଣି ଦେବେ। ଏଠି ପାଣି ଫୁଟି ଯାଇଛି। ଆଉ ଏବେ ମୁଁ ଏ ଆଳୁକୁ ଦେଇଦେଲି। ଆଉ ଏକୁ ଏବେ ଫୁଟିବାକୁ ଛାଡ଼ିବା। ମୁଁ ମସଲାରେ ସବୁ ପକାଇଦେଲି, ହେଲେ ମୁଁ ସମ୍ପୂର୍ଣ୍ଣ ଭିଡ଼ିଓ ବନେଇ ପାରିନି। ମୋର ଏ ଚାଟ୍ ବନେଇବା ରେସିପି ଯଦି ଆପଣମାନଙ୍କୁ ଭଲ ଲାଗେ ନିଶ୍ଚୟ ଲାଇକ୍ କରିବେ ଆଉ କମେଣ୍ଟ ବକ୍ସରେ କମେଣ୍ଟ ଦେବେ। ଚ୍ୟାନେଲରେ ଯଦି ନୂଆ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଏଇଠି ଦେଖନ୍ତୁ ଆମର ହେଇଯାଇଛି। ଏବେ ଏଥିରେ ଟିକେ ଗରମ ମସଲା ପକାଇଦେବା। ତାପରେ ଏବେ ଗ୍ୟାସ୍କୁ ବନ୍ଦ କରିବା। ଏତିକି ବହଳିଆ ଥାଉ, ଇଏ ଥଣ୍ଡା ହେଲେ ଆହୁରି ବହଳିଆ ହେଇଯିବ। ଏବେ ଆମେ ଚାଟ୍ ପ୍ରସ୍ତୁତ କରିବା। ମୁଁ ଗୋଟେ ପ୍ଲେଟ୍ରେ 2ରୁ 3 କିଛି ଆଳୁ ମସଲା ନେଇଯାଇଛି। ଆଉ ସେଥିରେ ଫାଷ୍ଟ ସେଉ ଗାଣ୍ଠିଆ ପକାଇଦେଲି। ତାପରେ ଯେଉଁ ପାମ୍ପିଡ଼ି ବନେଇକି ରଖିଥିଲେ ତାକୁ ବି ପକାଇଦେଲି। ଆଉ ଏଠି ଯେଉଁ ବାଦାମ ମିକ୍ସଚର୍ ଏଗୁଡ଼ାକ ସବୁ ଥିଲା ତାକୁ ବି ପକାଇଦେଲି। ଟିକେ ଧନିଆ ପତ୍ର, କଞ୍ଚା ଲଙ୍କା, ପିଆଜ ଆଉ ଜିରା ଲଙ୍କା ଗୁଣ୍ଡ ସବୁକୁ ଦେଇଦେବା। ଏଠି ଦେଖନ୍ତୁ ମୁଁ ସବୁ ଏଇଠି ପାଖରେ ସବୁ ରଖିଛି। ଏବେ ସବୁ ଆମେ ଚାଟ୍ ତ ସବୁ ସଜାଡ଼ି ଦେଲେ। ଏଥିରେ ଟିକେ ଖଟା ପାଣି ଦେଇଦେବା। ଆଉ ତାପରେ ଟିକେ ଦହି ଦେଇଦେବା। ଟିକେ ବିଟ ଲୁଣ ପକାଇଦେବା। ହେଇଗଲା ଆମର ଟେଷ୍ଟି ଚାଟ୍। ବଜାରଠୁ ବି ଆହୁରି ଟେଷ୍ଟ ଥିଲା ଚାଟ୍। ନିଶ୍ଚୟ ଏମିତି ବନାନ୍ତୁ ଆଉ କରିକି ଖାଆନ୍ତୁ। କେମିତି ହେଇଛି ନିହାତି ମୋ ସହିତ ସେୟାର କରନ୍ତୁ। ରହୁଛି, ପୁଣି ଆସିବି ଆଉ ଗୋଟେ ରେସିପି ସହିତ। ଆମେ ଚାଟ୍ର ମଜା ନେଉଛୁ। ଜୟ ଜଗନ୍ନାଥ।